ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ଆମେ ଆସିକି ପହଞ୍ଚି ଯାଇଛୁ ରାଉରକେଲାରେ। ରାଉରକେଲାରୁ ଆସିକି ପହଞ୍ଚିଛୁ ଏଟା କୋଉ ଜାଗା? ଏଟା ଆମେ ଅଛୁ LIC ପାଖରେ। ଆମର ଗୋଟେ ବୁବୁ ବାବୁ ଅଛନ୍ତି, ଆମେ ୱେଟିଂ କରିଛୁ ITI ଛକ ଫ୍ରଣ୍ଟ ରେ ଯିବା ପାଇଁ। ଏଟା ହଉଛି ରଘୁନାଥ ପାଲି। ଏଟା ଆମର ଆଗରୁ ନୀତିଦିନିଆ ଖଟି ସ୍ଥାନ ଥିଲା ଏଇ ଜାଗାଟି, ଏଇ ଯୋଉ ଚିକେନ ପକୋଡା ଦୋକାନଟି। ବର୍ତ୍ତମାନ ବହୁତ ମିସ୍ କରାହଉଛି। ଅପେକ୍ଷା କଲା ପରେ ମଧ୍ୟ ବସ୍ ଆସିକି ପହଞ୍ଚିନି, ସେଥିପାଇଁ ଆମେ ବହୁତ ଦୁଃଖିତ ଅଛୁ। ବହୁତ ବିଜି ଚାଲିଛି ବସ୍ ସେଡ୍ୟୁଲ। ବର୍ତ୍ତମାନ ଚାଲୁଆ ଉପରେ ଦେଖୁଛନ୍ତି ବୁବୁ ବାବୁ, We କିନ୍ତୁ ଗାଡି almost wait ଆସିକି for ପହଞ୍ଚିବାର ନାହିଁ। 20 minutes. ଏବେ ଗାଡି ଚାପି ଯାଇଥାନ୍ତା ବୁବୁକୁ। ଅପେକ୍ଷା ରଖୁ ଜଗନ୍ନାଥ ମନ୍ଦିର ଯିବା ପାଇଁ। ଆଉ ତା ମୋ ପାଇଁ ବସ୍ ଅପେକ୍ଷା କରିଛୁ, ମୋ ବସ୍ ପର୍ଯ୍ୟନ୍ତ ଆସିପାରୁନାହିଁ। ମୋ ବହୁତ ଲେଟ୍ ବସ୍କୁ ନିମନ୍ତ୍ରଣ କରାଯାଉ। ପ୍ୟାର ସେ ଆସିଲା। ଗୋଟେ କ୍ୱେଶ୍ଚିନ୍ ପଚାରିବୁ, 5 ବର୍ଷର ଅଲଗାରେ କେମିତି ଲାଗିଲା? ବହୁତ ଭଲ ଲାଗୁଛି। ସବୁ ସାଇଡ୍ ରେ ଗୋଟେ ପ୍ରୋଜ୍ ଆଉ କନ୍ସ ଥାଏ। ପ୍ରୋଜ୍ ବହୁତ କିଛି ଅଛି, ତା ମଧ୍ୟରେ କନ୍ସ ବି ଅଛି। ତ ଆମେ ଯେତେ ଚାହୁଁଛୁ ପ୍ରୋଜ୍ ଟାକୁ ଆମେ ରଖିବା, କନ୍ସ ଟାକୁ ଦୂରେଇ ଦେବା, କିନ୍ତୁ କଣ କରିବା, ଗୋଟେ ଗୋଟେ ଜିନିଷ ଛାଡି ହଉନାହିଁ। ଆଉ ଯିଏ ବି ଆସେ ସମସ୍ତଙ୍କୁ କହେ ମୁଁ ଫିଲ୍ କରୁଛି କି କେହି କେବେ ରାଉରକେଲା ଛାଡନ୍ତିନି। ରାଉରକେଲା ଯେବେ ଯାହାକୁ ଛାଡିବ ସିଏ ସେତେବେଳେ ଯିବ। ତ ମତେ 5 ବର୍ଷ ହେଲାଣି ସେ ଛାଡିନି। ଚନ୍ଦନ ଭାଇକୁ ଛାଡିଦେଲା ଜଲ୍ଦି 2 ବର୍ଷ ପରେ। ନାଇଁ 1 ପଏଣ୍ଟ ସମଥିଙ୍ଗ। ଏଟା 3 କିନ୍ତୁ ବର୍ଷ। ହେଲେ ବି ଚନ୍ଦନକୁ ପୁରାପୁରି ଛାଡିନି। ଚନ୍ଦନ ପ୍ରତି ବର୍ଷ 2 ବର୍ଷ ତାଙ୍କୁ ଭିଜିଟ୍ କରିବାକୁ ପଡୁଛି ରାଉରକେଲା। ପ୍ରତି ବର୍ଷ ମୁଁ ଯେମିତି ହେଲେ ବି ଆସୁଛି। ମୁଁ 5 ବର୍ଷ ହେଲାଣି ମୋ ଷ୍ଟ୍ରିକ୍ ଚାଲିଛି। ଏଟା ଦେଖିଆ, ଲାଷ୍ଟ ଏଇଟା ଲାଷ୍ଟ ହେଇପାରେ। ଭଗବାନଙ୍କ କୃପା। ଏଇ ଚାକିରି ଯଦି ମିଳିଯିବ ରାଉରକେଲାରେ। ଚାକିରି ଯଦି ମିଳିଯିବ ପୁଣି ଚାଲ ଷ୍ଟ୍ରିକ୍ ମୋର ଆଉ। ହଉ। ବର୍ତ୍ତମାନ ବସ୍ ଆସିକି ପହଞ୍ଚି ଯାଇଛି। ବହୁତ ଭିଡରେ ଗୋଟେ ସିଟ୍ ଟେ ମିଳିଯାଇଛି ଆମକୁ। ଗାଁରେ ପ୍ରବଳ ଭିଡ, କିନ୍ତୁ ଓଡିଶାରେ ଗୋଟେ ଯୋଉଟା ସବୁଠୁ ଜନସାଧାରଣଙ୍କ ପାଇଁ ଭଲ ହେଇଛି ହେଲା ମୋ ବସ୍। ଗୋଟେ ଗଲେ ଆଉ ଗୋଟେ ଆସୁଛି, ଗୋଟେ ଗଲେ ଆଉ ଗୋଟେ ଆସୁଛି। ଆମ ବସ୍ ନା ମୋ ବସ୍, ଆମ ବସ୍ ଯିଏ ଆଇଲା ଚେଞ୍ଜ କରିଦେଲା, ଆମର କଣ ଯାଉଛି। ମୋ ବସ୍। ଆମ ବସ୍ ଛାଡିକି ପଳେଇଲା ଜୁଡିସିଆଲ କୋର୍ଟରେ। ଆମେ ଆସିକି ପହଞ୍ଚି ଯାଇଛୁ ଜଗନ୍ନାଥ ମନ୍ଦିରରେ, ରାଉରକେଲାରେ ଅବସ୍ଥିତ। ଏଇଟା ଆମର ଶ୍ରୀମନ୍ଦିରର ପୁରୀର ଗୋଟେ ରେପ୍ଲିକା। ଅନ୍ନପ୍ରସାଦ ଏଠି ଅଛି। ଏଠି ଆପଣ ଦେଖୁଛନ୍ତି ବାଇକ୍ ଥିବ ନା। ଭାଇ ଆମେ ଯେବେ ଆସିଲୁ ଜଗନ୍ନାଥ ମନ୍ଦିର, କେମିତି ଲାଗିଲା, ଆମ୍ବିଏନ୍ସ କେମିତି ଲାଗିଲା, ଭକ୍ତି ଭାବ ଅଛି ନା ନାହିଁ, ଆଉ ଯୋଉ ଆମର ଷ୍ଟ୍ରକ୍ଚର ହେଇଛି, ଡିଜାଇନ କେମିତି ହେଇଛି, ଆଉ ଶ୍ରୀମନ୍ଦିରର କେତେ ପରସେଣ୍ଟ ମ୍ୟାଚ ହଉଛି, କଣ ଆପଣ ଲାଗୁଛି, କେମିତି କଣ ହେଲା? ଜଗନ୍ନାଥ ମନ୍ଦିର ବହୁତ ଭଲ ଲାଗୁଛି। ସେ ସେମ ପାଟର୍ନ ରେ ହେଇଛି। ଆଉ ତା ତୁଳନାରେ ଯୋଉ କହୁଛନ୍ତି ରେପ୍ଲିକା ଗୋଟେ ବନା ହେଇଛି, ସେଟା ବହୁତ ବଢିଆ ଲାଗୁଛି। ଲୋକ ଟିକେ ଭିଡ ଏବେ ହଉନାହାନ୍ତି, ଆସିକି ଭଲସେ ଦର୍ଶନ କରିପାରିବେ ସବୁ ଜାଗାରେ। ଆଉ ଲୋକେସନ ଟା କହିଦବା। ଲୋକେସନ ଟା ହଉଛି ଆମର ଜୁଡିସିଆଲ କୋର୍ଟ ପାଖରେ। ଜୁଡିସିଆଲ କୋର୍ଟ ର ଜଷ୍ଟ ଆଗକୁ ଆସିଲେ ଶନି ମନ୍ଦିର ଥିବ, ଶନି ମନ୍ଦିର ସେଇଟା ଆପଣ ଗୋଟେ ଦୂରରୁ ଦିଶିଯିବ।
ଆଉ ବହୁତ ବଢିଆ ଆମ୍ବିଏନ୍ସ ଅଛି ଫଟୋ ଭିଡିଓ କିଛି ଏଲାଉଡ ନାହିଁ ଭିତରେ ତ ଆମେ କିନ୍ତୁ ବାହାରେ ଏଇଟା ଆପଣ ବି ଫଟୋ ଭିଡିଓ ଉଠେଇ ପାରିବେ। କେମିତି ଆକାରରେ ବଢିଆ ବନା ହେଇଛି ଆଉ ଖାଇବା ବି ଆମର ଅନ୍ନପ୍ରସାଦ 120 ଟଙ୍କାରେ। 120 ଟଙ୍କାରେ ବହୁତ ବଢିଆ ଦିଆ ହଉଛି ଆଉ ଆଉ ମେନ୍ ହେଲା ଏଟା ମେନ୍ ରୋଡ ରେ ହିଁ ଅଛି ଆପଣଙ୍କର କଷ୍ଟ କରିବାକୁ ପଡିବନି ଗୋଟେ ମୋ ଯୋଉ କୌଣସି ମୋ ବସ୍ ଧରିକି ଜୁଡିସିଆଲ କୋର୍ଟ ରେ ଓହ୍ଲେଇଲେ ଆପଣ ପାଇଯିବେ ମନ୍ଦିର ଆଉ ପ୍ରାଇମ ଲୋକେସନ ରେ ବି ଏଇ ମନ୍ଦିର ଟା ଅଛି। ଏଇଟା ଅଛି। ଆଉ ସନ୍ଧ୍ୟା ବେଳେ ବି ଭକ୍ତ ମାନଙ୍କର ଭିଡ ହଉଛି